हेलो सर जो मैंने कहते जे आम गौ रखिब ताने जो गौ गाई की जदि से माने माँ भली भावुछन ताने जो हमर षंड मान कौन से कौन करछन षंड मान तो मतलब ସେଇଟା ତ छाड़ କମେଡି ना ସେଇଟା ତ କମେଡି କମେଡି ଶୁଣନ୍ତୁ ଗାଈ କଣ ହଉ ଜିନିଷଟା ଗାଈର ଇତିହାସ କଣ ସିମ୍ପଲ ଜିନିଷ ହେଲା ଏଇଟା କାହିଁକି ସବୁ କରୁଛନ୍ତି ଗୋ ରଖ ମଣିଷ ହେଲା ସବୁଠୁ ଗୋଟେ ସ୍ୱାର୍ଥପର ମୁଁ ଏଇଭଳିଆ ଦେଖେ ଜିନିଷଟା ମଣିଷ ଗୋଟେ ସବୁଠୁ ଗୋଟେ आज्ञा ସ୍ୱାର୍ଥପର ଜୀବ ତା ସ୍ୱାର୍ଥ ପାଇଁ ସବୁ ଜିନିଷକୁ ସେ କେମିତି ଗ୍ରହଣ କରିବ ମାନେ ସବୁ ଜିନିଷ କେମିତି ନିଜ ଅକ୍ତିଆର ନବ ସେ ବ୍ୟବସ୍ଥା ସେ ମଣିଷ କରେ ତେଣୁ ସେ କ୍ଷୀରକୁ ଅକ୍ତିଆର କଲା କ୍ଷୀର ଅକ୍ତିଆର କଲା କ୍ଷୀରଟା ଅକ୍ତିଆର କରିବ କେମିତି କହୁଛି ତା ବାଛୁରୀଠୁ ଛଡେଇକି ନଉଛି ଗୋଟେ ଅନୈତିକ କାମ ତାକୁ ନୈତିକ କେମିତି କରିବ ତେଣୁ ଗାଈଟାକୁ ମା କରିଦିଅ ମା କ୍ଷୀର सर ନଉଛି से ଅନୈତିକ କାମ ହେଲା କି ହେଲାନି ଆପଣ ଗୋଟେ ମାର୍କ କରନ୍ତୁ ମଣିଷ କେଡେ ସ୍ୱାର୍ଥପର କୌଣସି ଜନ୍ତୁ ଆପଣ ଯେତେ ସ୍ତନ୍ୟପାୟୀ ପ୍ରାଣୀ ଦେଖିଛନ୍ତି ଓଟ ହଉ ହାତୀ ହଉ ଘୋଡା ହଉ ଏତେ ବଡ ବଡ ଜନ୍ତୁ आज्ञा ଯେ କୌଣସି ଜନ୍ତୁ କେବେ 15 ଲିଟର 16 ଲିଟର କି 20 ଲିଟର ଦିଏ କ୍ଷୀର ଦିଏ ହାତୀ ବି ना ଦିଏନି ଏତେ କ୍ଷୀର ଗାଈ आज्ञा କାହିଁ ଦଉଛି ଏତେ କ୍ଷୀର ଆଉ ସେମିତି କୁକୁଡ଼ା ଗୋଟେ ଚଢେଇ ଏତେ ଚଢେଇ ଅଛନ୍ତି କେଉଁ ଚଢେଇ ବର୍ଷ ସାରା ଦିଅନ୍ତି ଅଣ୍ଡା କୁକୁଡ଼ା କିନ୍ତୁ ଅଣ୍ଡା ଦିଅନ୍ତି କାହିଁକି ଏଇଟା ହେଲା ମଣିଷର ସ୍ୱାର୍ଥ ମଣିଷ କୁକୁଡ଼ା କେମିତି ବ୍ରିଡିଂ କରି ଏମିତି କରି ଯେମିତି କୁକୁଡ଼ା ବର୍ଷ ସାରା ଦେବେ ଅଣ୍ଡା ଆମେ ଖାଇବୁ ବୋଲି ସେମିତି ଗାଈ କି ମଧ୍ୟ ସେମିତି ଯୋଉ ହଲଷ୍ଟିନ୍ ଗାଈ ଜର୍ସି ଗାଈ ବିଭିନ୍ନ ପ୍ରକାର ଗାଈ ଭେରାଇଟି କାହିଁକି ବ୍ରିଡିଂ କରି କ୍ରିଏଟ କରିଛନ୍ତି ନିଜର ସ୍ୱାର୍ଥ ପାଇଁ ଯେମିତି ଅଧିକା କ୍ଷୀର ଦେଲେ ମୁଁ ଅଧିକା ଖାଇବୁ ବସି ତାଙ୍କର ଏଇଟା ମଣିଷର ସ୍ୱାର୍ଥପରତାରେ ମଣିଷ ସବୁ କିଛି କରିପାରେ ଏବଂ ସବୁ କିଛି କରିକି ସବୁ କିଛି ଜଷ୍ଟିଫାଇ କରିବ ହଁ ଯୋଉଟା ମୁଁ କରୁଛି ଏଟା ଠିକ କରୁଛି କିଛି ଭୁଲ ନୁହଁ ଇଜ ମୋରାଲ ଏଥିକ୍ସ ଏଠି ଏଥିକାଲ ଏଇଟା ହେଲା ମଣିଷର ପ୍ରକୃତି ଏଇ ଯୋଉ ପାର୍ଟଟା ଦେଖିଲେ ଗାଈ ଜିନିଷଟା ଏଇଟା ଗାଈର ଗୁଡାଏ କନସେପ୍ଟ ଅଛି ଗାଈ ବି ମାରିକି ଖାଉଥିଲେ ଓବିୟସଲି ପୁରୁଣା ସମୟରେ ଲୋକ ସବୁ ଜିନିଷ ଜନ୍ତୁକୁ ମାରିକି ଖାଉଥିଲେ କାରଣ ଯେତେବେଳେ ଟ୍ରାଭେଲ କରିବ କଣ ସାଙ୍ଗରେ ନେଇକି ଯିବେ ଜନ୍ତୁକୁ ନେଇକି ଯାଆନ୍ତି ଆପଣ ଜାଣିଛନ୍ତି ଯେତେବେଳେ ଚେଙ୍ଗିଜ ଆଟାକ କରିବାକୁ ଆସୁଥିଲା କାହିଁକି ଏତେ ସକ୍ସେସଫୁଲ ହଉଥିଲା ସକ୍ସେସଫୁଲ ହବାର କାରଣ ହେଲା ସେତେବେଳେ ସେମାନେ ଘୋଡା ମାଂସ ଖାଇବାକୁ ବାଧ୍ୟ ହଉଥିଲେ ଘୋଡା ମାଂସ ବି ଖାଉଥିଲେ କାହିଁକି ଖାଉଥିଲେ ଯେତେବେଳେ ଯୁଆଡେ ଆଟାକ କରିବାକୁ ଯିବେ ସାଙ୍ଗରେ କଣ ଛେଳି ଆଉ କୁକୁଡା ଏଗୁଡା ନେଇକି ଯିବେ କଣ ନେଇକି ଯିବା ସମ୍ଭବ ନୁହେଁ ତେଣୁ ସେମାନେ ଯାହା କିଛି ଆଣୁଥିଲେ ସାଙ୍ଗରେ ଘୋଡା ନେଇକି ଆସୁଥିଲେ ନିଜେ ଆସୁଥିଲେ ଏକ୍ସଟ୍ରା ଘୋଡା ବି ସାଙ୍ଗେ ନେଇକି ଘୋଡାଟା ଦୌଡିବ ଶୀଘ୍ର ତ ଏକ୍ସଟ୍ରା ଆଣୁଥିଲେ ସେଇ ଘୋଡା ଯୋଉଠି କ୍ୟାମ୍ପ ରହୁଥିଲେ ସେଠି ଘୋଡା ମାରିକି ଖାଇ ସେଇ ଆସୁଥିଲେ ସେଇ କଣ ଲଢେଇ କରିବା ପାଇଁ ପୁଣି ଯେତେବେଳେ ଲଢେଇ କରୁଥିଲେ ସେତେବେଳେ କିଛି ସୈନିକ ମରିଲେ ତାଙ୍କ ଘୋଡା ବି ଏକ୍ସଟ୍ରା ହେଇଗଲା ସେ ଘୋଡାକୁ ମାରିକି ସେମାନେ ଖାଉଥିଲେ ସେମାନେ ଲୋକ ଟ୍ରାଭେଲ କରୁଥିଲେ ସେ ସମୟରେ ଯିଏ ଯେତେ ସବୁ ଥିଲେ ଟ୍ରାଭେଲ କରୁଥିଲେ ସେମାନେ ମାଂସ ଖାଇବାକୁ ବାଧ୍ୟ ନହେଲେ କେହି କୁଆଡେ ଯାଇପାରିବେନି ଏଇଟା ହେଲା ଜିନିଷ ସେଇ ଜିନିଷରେ ଚାଲିଥିଲା ଜିନିଷଟା